ସାତଶଙ୍ଖ ଡାକ୍ତରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ପୁରୀ ଜିଲ୍ଲାର ସାତଶଙ୍ଖ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ହୃଷିକେଶ ନାୟକଙ୍କ ବିରୁଦ୍ଧରେ ଅଞ୍ଚଳବାସୀ ଆଣିଛନ୍ତି ଗୁରୁତର ଅଭିଯୋଗ। ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ପୁରୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଶ୍ରୀ ନାୟକ ଦୀର୍ଘ 8 ବର୍ଷ ଧରି ଅନିୟମିତ ଭାବେ କାମ କରି ରୋଗୀଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି। ସରକାରୀ ମାଗଣା ଔଷଧ ଦେବାରୁ ବଞ୍ଚିତ କରି ନିଜ କ୍ଲିନିକ ସରୋଜିନୀ କ୍ଲିନିକ ଠାରୁ ଔଷଧ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ସମ୍ପୂର୍ଣ୍ଣ ଅଭିଯୋଗ ମାମଲା ଉପରେ ପୁରୀ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଘଟଣାକୁ ଗୁରୁତ୍ୱ ସହ ନଜର ଦେଇ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁରୀରୁ ଦିବାକର ପ୍ରଧାନଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।